ଯଦି ଆପଣମାନେ 10th କ୍ଲାସ୍ କିମ୍ବା +2 ପାସ୍ କରିଛନ୍ତି ଏବଂ ଏମିତିକା ଗଭର୍ଣ୍ଣମେଣ୍ଟ ଜବ୍ରେ ଖୋଜୁଛନ୍ତି ଯେଉଁଥିରେ କି ଆପଣମାନଙ୍କୁ କିଛି ବି ଏକ୍ଜାମ୍ ଦେବା ପାଇଁ ପଡ଼ିବନି ଏବଂ ବିଲକୁଲ ମାଗଣାରେ ଆପ୍ଲାଏ କରିପାରିବେ, ତାହେଲେ ଆପଣମାନେ ବିଲକୁଲ ଠିକ୍ ଭିଡ଼ିଓଟିକୁ ଆସିଛନ୍ତି। ଆଜିର ଭିଡ଼ିଓରେ ଆପଣମାନେ ଦେଖିପାରୁଥିବେ ଏକ ଫରେଷ୍ଟ ଡିପାର୍ଟମେଣ୍ଟରେ ଆପଣମାନଙ୍କ ପାଇଁ ଜବ୍ଟି ନେଇ ଆସିଛି। ଏଥିରେ ଆପଣମାନେ ଦେଖିପାରୁଥିବେ ଆପଣମାନଙ୍କୁ କିଛି ବି ଫିସ୍ ଦେବା ପାଇଁ ପଡ଼ିବନି, ବିଲକୁଲ ମାଗଣାରେ ଆପଣମାନେ ଆପ୍ଲାଏ କରିପାରିବେ ଏବଂ ଆପଣମାନେ କିଛି ଏକ୍ଜାମ୍ ମଧ୍ୟ ଆପଣମାନଙ୍କୁ ଏଥିରେ ଦେବା ପାଇଁ ପଡ଼ିବନି। ବିନା ଏକ୍ଜାମ୍ରେ ଆପଣମାନଙ୍କର ସିଲେକ୍ସନ୍ ହେବ। କେମିତି ସିଲେକ୍ସନ୍ ହେବ, କେମିତି କ'ଣ ଆପଣଙ୍କ ଭିଡ଼ିଓ ମାଧ୍ୟମରେ ମୁଁ ଜଣାଇଦେବି, ଠିକ୍ ଅଛି। ସାଲାରୀ ମଧ୍ୟ ଆପଣମାନେ ଦେଖିପାରୁଥିବେ 50,000 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କ ସାଲାରୀ ମିଳିବ। ଯୋଗ୍ୟତା ଆପଣମାନେ କେବଳ 10th କ୍ଲାସ୍ କିମ୍ବା +2 ପାସ୍ ରହିଅଛି। ତ କେମିତି କ'ଣ ରହିଅଛି ଜବ୍ରେ କେମିତି ଆପଣମାନଙ୍କ ସିଲେକ୍ସନ୍ ହେବ, ସବୁକିଛି ରହିଅଛି ନା ଏକ୍ଜାମ୍ରେ କେମିତି ସିଲେକ୍ସନ୍ ହେବ, ସବୁକିଛି ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଦେବି, ଠିକ୍ ଅଛି। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଚାଲନ୍ତୁ ଷ୍ଟାର୍ଟ କରିବା। ଫ୍ରେଣ୍ଡସ୍, ଆପଣମାନେ ଦେଖିପାରୁଥିବେ ଏହା ହେଉଛି ସେ ଜବ୍ର ନୋଟିଫିକେସନ୍। ଜବ୍ର ଦେଖିପାରୁଥିବେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଫରେଷ୍ଟ ଡିପାର୍ଟମେଣ୍ଟ ରିକ୍ରୁଟମେଣ୍ଟ 2024 ଆପଣମାନଙ୍କ ଜବ୍ଟି ରହିଅଛି। ଅର୍ଗାନାଇଜେସନ୍ ନେମ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ରେ ଆପଣମାନଙ୍କୁ ଏହା ଆସିଛି। ଟାଇପ୍ ଅଫ୍ ଜବ୍ ଆପଣମାନଙ୍କ ପରମାନେଣ୍ଟ ଜବ୍ ରହିଛି, ଆପଣମାନେ ପରମାନେଣ୍ଟ ଏଥିରେ ଚାକିରି ପାଇବେ। କାଟାଗୋରୀ ଆପଣମାନେ ଦେଖିପାରୁଥିବେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ରହିଅଛି। ନେମ୍ ଅଫ୍ ଦି ପୋଷ୍ଟ ଭେଟେନାରୀ ପୋଷ୍ଟରେ ଆପଣମାନଙ୍କ ଚାକିରି ରହିବ ଏଇ ଜବ୍ଟି। ଆପ୍ଲାଏ ମୋଡ୍ ଆପଣ ଦେଖିପାରୁଥିବେ ୱାଲ୍କ ଇନ୍ ଇଣ୍ଟରଭ୍ୟୁ ରହିଛି। ମୁଁ ଆପଣମାନଙ୍କୁ ଅଲରେଡ଼ି କହିସାରିଛି ଆପଣମାନଙ୍କୁ ଏଥିରେ କିଛି ବି ଏକ୍ଜାମ୍ ଦେବା ପାଇଁ ପଡ଼ିବନି, ଠିକ୍ ଅଛି। ମାତ୍ର ଆପଣମାନଙ୍କୁ ଏକ ଇଣ୍ଟରଭ୍ୟୁ ହେବ, ସେଇ ଇଣ୍ଟରଭ୍ୟୁ ମାଧ୍ୟମରେ ଆପଣମାନଙ୍କୁ ସିଲେକ୍ସନ୍ କରାଯିବ ଏଥିରେ, ଠିକ୍ ଅଛି। ଯଦି ଆପଣମାନେ ଇଣ୍ଟରଭ୍ୟୁ କ୍ୱାଲିଫାଏ ହେଉଛନ୍ତି ତାହେଲେ ଆପଣମାନଙ୍କୁ ଫାଇନାଲି ଜବ୍ଟି ମିଳିଯିବ। ହୁ କ୍ୟାନ୍ ଆପ୍ଲାଏ, ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଆପଣମାନଙ୍କୁ ଓଡ଼ିଶାରେ ହିଁ ରହିବ, ଓଡ଼ିଶାରେ ହିଁ ଆପଣମାନେ ଚାକିରି ପାଇବେ। ଇଣ୍ଟରଭ୍ୟୁ ଡେଟ୍ ଯଦି ଆପଣ ଦେଖିପାରୁଥିବେ 18/9/2024 ଆପଣମାନଙ୍କୁ ଇଣ୍ଟରଭ୍ୟୁ ରହିବ, ଠିକ୍ ଅଛି। ତ ଇଣ୍ଟରଭ୍ୟୁ କେଉଁଠି ହେବ, କେଉଁ ସ୍ଥାନରେ ଇଣ୍ଟରଭ୍ୟୁ ହେବ, ଇଣ୍ଟରଭ୍ୟୁରେ କ'ଣ କ୍ୱେଶ୍ଚନ୍ ଆସିବ, କେମିତି କ'ଣ ଇଣ୍ଟରଭ୍ୟୁ ରହିଛି, ଇଣ୍ଟରଭ୍ୟୁରେ କେମିତି କ'ଣ ସିଲେକ୍ସନ୍ ହେବ, ସବୁ କିଛି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇଦେବି, ଠିକ୍ ଅଛି। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଜେଣ୍ଡର ଆପଣମାନେ ତାପରେ ଦେଖିପାରୁଥିବେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଉଭୟ ପୁରୁଷ ଓ ମହିଳା ଏହି ଜବ୍ଟିରେ ଆପ୍ଲାଏ କରିପାରିବେ। ନେକ୍ସଟ ଆପଣ ଦେଖିପାରୁଥିବେ ଆପଣମାନଙ୍କର ଏଜ୍ ଲିମିଟ୍ କେମିତି କ'ଣ ରହିଅଛି। ମିନିମମ୍ ଏଜ୍ ଆପଣ ଦେଖିପାରୁଥିବେ 21 ବର୍ଷ ଆପଣମାନଙ୍କୁ ମିନିମମ୍ ଏଜ୍ ରହିଅଛି। ମ୍ୟାକ୍ସିମମ୍ ଏଜ୍ 60 ବର୍ଷ ରହିଅଛି। ଏହା ହେଉଛି ଜେନେରାଲ୍ ପିଲାଙ୍କ ପାଇଁ। ଯଦି ଆପଣମାନେ ଜେନେରାଲ୍ ବ୍ୟାକ୍ଗ୍ରାଉଣ୍ଡ ବିଲଙ୍ଗ କରିଥାନ୍ତି ଏବଂ ଆପଣମାନଙ୍କର ବୟସ ଯଦି 21 ବର୍ଷରୁ 60 ବର୍ଷ ମଧ୍ୟରେ ଅଛି ତାହେଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ। ସେହିପରି ଯଦି ଆପଣମାନେ OBC ବ୍ୟାକ୍ଗ୍ରାଉଣ୍ଡ ବିଲଙ୍ଗ କରିଥାନ୍ତି ତାହେଲେ ଆପଣମାନଙ୍କୁ 3 ବର୍ଷର ଏଜ୍ ଛାଡ଼ ମିଳିବ। ତାହେଲେ ଆପଣମାନଙ୍କ ବୟସ 21 ବର୍ଷରୁ ଯଦି 63 ବର୍ଷ ମଧ୍ୟରେ ହୋଇଥିବ ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ସେହିପରି SC ST କିମ୍ବା PWD ମାନଙ୍କୁ 5 ବର୍ଷର ଏଜ୍ ରିଲାକ୍ସେସନ୍ ମିଳିବ। ଏକ୍ସ ସର୍ଭିସମ୍ୟାନ୍ ମାନଙ୍କୁ 5 ବର୍ଷର ଏଜ୍ ରିଲାକ୍ସେସନ୍ ମିଳିବ। ନେକ୍ସଟ ସାଲାରୀ ଆପଣମାନେ ଦେଖିପାରୁଥିବେ ଆପଣମାନଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କୁ ଏଠାରେ ସାଲାରୀ ମିଳିବ। ଦେଖିପାରୁଥିବେ ଆପଣମାନେ 50,000 ଟଙ୍କା ପର୍ଯ୍ୟନ୍ତ ସାଲାରୀ। ସିଲେକ୍ସନ୍ ପ୍ରୋସେସ୍ ମୁଁ ଅଲରେଡ଼ି କହିସାରିଛି। ଆପଣମାନଙ୍କୁ ଫାଷ୍ଟ ଏକ ଇଣ୍ଟରଭ୍ୟୁ ଦେବା ପାଇଁ ପଡ଼ିବ। ଯଦି ଆପଣମାନେ ଇଣ୍ଟରଭ୍ୟୁରେ କ୍ୱାଲିଫାଇ କରୁଛନ୍ତି ନେକ୍ସଟ ଆପଣମାନଙ୍କୁ ଡକୁମେଣ୍ଟ ଭେରିଫିକେସନ୍ କରିବା ପାଇଁ ପଡ଼ିବ। ଡକୁମେଣ୍ଟ ଭେରିଫିକେସନ୍ରେ କ'ଣ ଡକୁମେଣ୍ଟ ଦରକାର ମୁଁ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇଦେବି, ଠିକ୍ ଅଛି। ଫିସ୍ ଆପଣମାନେ ଦେଖିପାରୁଥିବେ ଜେନେରାଲ୍ କ୍ୟାଣ୍ଡିଡେଟ୍ ପାଇଁ ଫ୍ରି ରହିଛି। EWS OBC PWD PST SC ST ସମସ୍ତଙ୍କ ପାଇଁ ବିଲକୁଲ ମାଗଣା ଆବେଦନ ରହିଅଛି। ବିଲକୁଲ ମାଗଣାରେ ଆପଣମାନେ ଆପ୍ଲାଏ କରିପାରିବେ, ଠିକ୍ ଅଛି। ଓଡ଼ିଶା ଫରେଷ୍ଟ ଡିପାର୍ଟମେଣ୍ଟ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ କ'ଣ ରହିଛି ନେକ୍ସଟ ଦେଖିନେବା। ଆପଣମାନେ ଦେଖିପାରୁଥିବେ କ୍ୱାଲିଫିକେସନ୍ ସାର୍ଟିଫିକେଟ୍। ଆପଣମାନେ ଯଦି 10th କ୍ଲାସ୍ ପାସ୍ କରିଛନ୍ତି ତାହେଲେ ଆପଣମାନଙ୍କୁ 10th କ୍ଲାସ୍ ସାର୍ଟିଫିକେଟ୍ ଦରକାର ଅଛି। ଯଦି +2 ପାସ୍ କରିଛନ୍ତି +2 ସାର୍ଟିଫିକେଟ୍, ଯଦି +3 ପାସ୍ କରିଛନ୍ତି ସାର୍ଟିଫିକେଟ୍, ଯାହା ବି ଆପଣମାନେ ପାସ୍ କରିଛନ୍ତି କ୍ୱାଲିଫାଇ ଆପଣମାନଙ୍କର ଯାହା ବି ରହିଛି ତା'ର ସାର୍ଟିଫିକେଟ୍ ଦରକାର ଅଛି। ସାର୍ଟିଫିକେଟ୍ ଅଫ୍ ଡେଟ୍ ଅଫ୍ ବାର୍ଥ, ଯଦି ଆପଣଙ୍କ ଡେଟ୍ ଅଫ୍ ବାର୍ଥ ସାର୍ଟିଫିକେଟ୍ ଅଛି ତାହେଲେ ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ସାର୍ଟିଫିକେଟ୍ ଦେବେ। 2ଟି ପାସପୋର୍ଟ ସାଇଜ୍ କଲର୍ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଦେବେ। ଆଧାର କାର୍ଡ଼ ଦେବେ। ରେସିଡେଣ୍ଟ ସାର୍ଟିଫିକେଟ୍, କାଷ୍ଟ ସାର୍ଟିଫିକେଟ୍। ଆଉ ଯଦି ଆପଣମାନେ ପୂର୍ବରୁ କିଛି ଜବ୍ କରିଛନ୍ତି ତାହେଲେ ଆପଣମାନଙ୍କୁ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଦେବା ପାଇଁ ପଡ଼ିବ। ଇଣ୍ଟରଭ୍ୟୁ ଡେଟ୍ ତ ମୁଁ ଆପଣଙ୍କୁ ଅଲରେଡ଼ି କହିସାରିଛି 18/9/2024 ଏବଂ ଏହି ଜବ୍ଟି ଆପଣମାନେ ଦେଖିପାରୁଥିବେ ଆପଣମାନଙ୍କର ଏଠି ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଏହି ଜବ୍ଟି ବାହାରି ଅଛି। ଫ୍ରେଣ୍ଡସ୍, ଆପଣ ଦେଖିପାରୁଥିବେ ଏହା ହେଉଛି ସେଇ ଜବ୍ର ନୋଟିଫିକେସନ୍। ଦେଖିପାରୁଥିବେ ଏଇଠି ଆପଣମାନଙ୍କୁ ଏକ ଇମେଲ୍ ଦିଆଯାଇଛି। ଦେଖିପାରୁଥିବେ ଇମେଲ୍। ତ ଯଦି ଆପଣଙ୍କ କିଛି ବି ଡାଉଟ୍ ଥାଏ ତାହେଲେ ଆପଣମାନେ ଚାହିଁଲେ ଇମେଲ୍ ମାଧ୍ୟମରେ ମେଲ୍ କରିପାରିବେ। ଏଇଆ ହେଉଛି ଆପଣମାନଙ୍କ ପ୍ଲେସ୍ ଅଛି। ଏହି ପ୍ଲେସ୍ଟିକୁ ଆପଣମାନଙ୍କୁ ଯିବାକୁ ପଡ଼ିବ 18/9/2024 ଏହି ଡେଟ୍ରେ ଆପଣମାନଙ୍କୁ ଏହି ପ୍ଲେସ୍ଟିକୁ ଯିବା ପାଇଁ ପଡ଼ିବ ଇଣ୍ଟରଭ୍ୟୁ ଦେବା ପାଇଁ। ଯଦି ଆପଣମାନେ ଇଣ୍ଟରଭ୍ୟୁରେ କ୍ୱାଲିଫାଇ କରୁଛନ୍ତି ଆପଣମାନେ ତ ଜବ୍ଟି ପାଇବେ।